ଆପଣ ନ୍यूज ମାଧ୍ୟମରେ ଶୁଣିଥିବେ कि 9 ଅଗଷ୍ଟ 2025 ବା ରାକ୍ଷୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲାର ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପଇସା ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି। ତ ସେଥିଲାଗି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ଼ লিঙ্ক ଅଛି କି ଆପଣ ডিবিটি মোড চেক କରିନେଉନ୍ और ଆପଣଙ୍କ ଆଧାର କାର୍ଡ଼ରେ ମୋବାଇଲ ନମ୍ବର লিঙ্ক ଅଛି କି ଆପଣ ସେଟା ବି ଚେକ୍ କରିନେଉନ୍। ଆଉ ଯଦି ଆପଣଙ୍କ ଆଧାର କାର୍ଡ଼ରେ ମୋବାଇଲ ନମ୍ବର লিঙ্ক ନାଇଁ ନା ବୋଲେ ଆପଣ ଆପଣଙ୍କ ପାଖରେ ଥିବା ଆଧାର କେନ୍ଦ୍ରକୁ ଯାଉନ୍ और ଆପଣଙ୍କ ଆଧାର କାର୍ଡ଼ ସହ ମୋବାଇଲ ନମ୍ବର লিঙ্ক କରିନେଉନ୍। और ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ଼ লিঙ্ক ନାଇଁ ନା ବୋଲେ ଆପଣ ଆପଣଙ୍କ ବ୍ୟାଙ୍କକୁ ଯାଉନ୍ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ଼ লিঙ্ক କରିନେଉନ୍। দেখুন এই ঘোষণার দেখুন লেখা আছে দেখুন যে সুভদ্রা আবেদনকারী মানকর ব্যাঙ্ক আকাউন্ট সিধাসলখ দেয় হস্তান্তর যোগ্য ନାହିଁ ତାହାର ଏକ ତାଲିକା ସମ୍ପୃକ୍ତ ବ୍ଲକ ମ୍ୟୁନିସିପାଲିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଥବା ମହାନଗର ନିଗମ ସ୍ତର ଓ ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ଅଟେ। ବର୍ତ୍ତମାନ ସୁଦ୍ଧା ଲାଭ ପାଇନଥିବା ଆବେଦନକାରୀମାନଙ୍କୁ ପରାମର୍ଶ ଦିଆଯାଉଛି କି ସେମାନେ ଏହି ତାଲିକାକୁ ଯାଞ୍ଚ କରନ୍ତୁ। ଯଦି ଏହି ତାଲିକାରେ ତାଙ୍କ ନାମ ଥାଏ ତାହେଲେ ଆକାଉଣ୍ଟ ଥିବା ତାଙ୍କ ବ୍ୟାଙ୍କକୁ ଯାଇ ଆକାଉଣ୍ଟଟିକୁ ସିଧାସଳଖ ଦେୟ ହସ୍ତାନ୍ତର ଯୋଗ୍ୟ ଡିବିଟି ଏନେବଲ୍ କରନ୍ତୁ। ସିଧାସଳଖ ଦେୟ ହସ୍ତାନ୍ତର ଯୋଗ୍ୟ ଡିବିଟି ଏନେବଲ୍ ନ ହେବା ପର୍ଯ୍ୟନ୍ତ ଆପଣ ସୁଭଦ୍ରା ଅଧୀନରେ ସହାୟତା ରାଶି ପାଇପାରିବେ ନାହିଁ ଏନ୍ତା ଲେଖୁଛି। ତ ସେଥିଲାଗି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ଼ লিঙ্ক ଅଛି କି ନାହିଁ ଆପଣ ସେସବୁ ଚେକ୍ କରିନେଉନ୍। ଆଉ ଯଦି লিঙ্ক ନାଇଁ ନା ବା ଡିବିଟି ମୋଡ଼ ନାଇଁ ନା ବୋଲେ ଆପଣ ଆପଣଙ୍କ ବ୍ୟାଙ୍କକୁ ଯାଉନ୍ ଓ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ଼ লিঙ্ক କରିନେଉନ୍। ସୁଭଦ୍ରା ହେଲ୍ପଲାଇନ୍ ନମ୍ବରରେ କଲ୍ କରିବେ ଆଉ ବେସିକ୍ ଡିଟେଲ୍ସ ବା ସବୁ କିଛି ବୁଝିବାକୁ ଚାହୁଁଛନ୍ତି ବୋଲେ ଦେଖୁନ୍ ହେଲ୍ପଲାଇନ୍ ନମ୍ବର 14678 ଆପଣ এই ନମ୍ବରରେ କଲ୍ କରୁନ୍ ଆଉ ବାକି ସବୁ କିଛି ଡିଟେଲ୍ସ ବୁଝିନେଉନ୍। ଆଉ ଯଦି ଆପଣଙ୍କ ସବୁ କିଛି ଠିକ୍ ଅଛି ଆପଣଙ୍କ ଅନଲାଇନ୍ ବି ସବୁ ଠିକ୍ ଅଛି ଆଉ ଆପଣଙ୍କ ଡିବିଟି ମୋଡ଼ ବି ଅଛି ବୋଲେ ଆପଣ କାଥିଲାଗି ସୁଭଦ୍ରା ପଇସା ନେଇ ପାଇବା সেটা যদি ଆପଣ ଜାଣିବାକୁ ଚାହୁଁଛନ୍ତି ବୋଲେ ତଳକୁ ଆସୁନ୍। ଆଉ দেখুন ইন অভিযোগ লেখা আছে ଆପଣ এই অভিযোগରେ ক্লিক করুন। ଆଉ দেখুন এই আধার সংখ্যা দিଅନ୍ତୁ ଆପଣଙ୍କ ଆଧାର ସଂଖ୍ୟା ଫିଲ୍ଅପ୍ করুন। ଆଉ দেখুন সেম ক্যাপচা ଆପଣ ইନ ফিଲ୍ଅପ୍ କରି দেখুন ଆପଣ ଟିକରେ ক্লিক করুন ଆଉ লগইন করুন। দেখুন ইন লেখা আছে অভিযোগ দাখল କରିବା কিংবা অভিযোগ স্থিতি যাଞ୍ଚ କରିବା ଉଦ୍ଦେଶ୍ୟରେ ଓଟିପି ମାଧ୍ୟମରେ ଆଧାର ଆଧାରିତ ପ୍ରମାଣୀକରଣ ପ୍ରଣାଳୀ ବ୍ୟବହାର କରି ନିଜକୁ ପ୍ରମାଣିତ କରିବାକୁ ମୁଁ ସମ୍ମତି ଦେଉଛି। ମାନେ ଦେଖୁন ଆପଣଙ୍କ ଆଧାର କାର୍ଡ଼ରେ ଯଦି ମୋବାଇଲ ନମ୍ବର লিঙ্ক ଅଛି ବୋଲେ ଆପଣ ଓଟିପି ଥରୁ ଆପଣ লগইন କରିପାରିବେ ଏନ୍ତା କହୁଛେ। ତ দেখুন ଆପଣଙ୍କ ଯଦି ଆଧାର କାର୍ଡ଼ରେ ମୋବାଇଲ ନମ୍ବର লিঙ্ক ଅଛି ବୋଲେ দেখুন ଆଧାର କାର୍ଡ଼ ଫିଲ୍ଅପ୍ করুন ଆଉ ସେମ୍ କ୍ୟାପଚା ଫିଲ୍ଅପ୍ କରି দেখুন টিক କରି লগইନରେ ক্লিক করুন। লগইନରେ ଯେନ୍ତା କ୍ଲିକ୍ କରିବେ ଗୋଟେ ଓଟିପି ଯିବା ସେ ଓଟିପି ଆପଣ ଫିଲ୍ଅପ୍ କରିବେ। ଯେନ୍ତା ଫିଲ୍ଅପ୍ କରିବେ ଦେଖୁন ଆପଣଙ୍କ ସୁଭଦ୍ରା ଯୋଜନାର ଡିଟେଲ୍ସ ଶୋ କରାବା। ତ ସେନ ଆପଣ ଆପଣଙ୍କ ପ୍ରୋବ୍ଲେମ୍ କାଣା ଅଛି ଆପଣ ତଳକୁ আসবে ଆଉ ଗୋଟେ କମ୍ପ୍ଲେନ୍ ବକ୍ସରେ ଆପଣ ଆପଣଙ୍କ ପ୍ରୋବ୍ଲେମ୍ ଲେଖିବେ ବା ଆପଣ କାଣା ହେଲା ଯେ ଆପଣଙ୍କୁ ସୁଭଦ୍ରା ଯୋଜନା ପଇସା ନେଇ ମିଲବା କମ୍ପ୍ଲେନ୍ ଲେଖିବେ ଆଉ ଆପଣ ସବମିଟ୍ କରିବେ।